ଜାନୁଆରୀ 22 ତାରିଖ ସାରା ଭାରତବର୍ଷ ଉତ୍ସବ ମୁଖରିତ ହେବାକୁ ଯାଉଛି। ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ହେବ ପ୍ରଭୁ ଶ୍ରୀରାମଙ୍କର। କିଏ ଚାଲି ଚାଲି ଯାଉଛି ତ କିଏ ସାଇକେଲରେ ଯାଉଛି, କିଏ ରେଳରେ ଯାଉଛି, କିଏ ପୁଷ୍ପମାଲ୍ୟ ଧରି ତ କିଏ ବିଭିନ୍ନ ପ୍ରକାର ଭେଟି ଧରି। ସେଇଭଳି ଆମ ଢେଙ୍କାନାଳ ଜିଲ୍ଲା ବାଜିରାଉତ ମାଟି ଭୁବନ ଗାଁର ଜଣେ ଅନନ୍ୟ ଚିତ୍ରଶିଳ୍ପୀ ସେ ରାମଲାଲାଙ୍କୁ ଭେଟି ଦେଇଛନ୍ତି ସ୍ୟାଣ୍ଡ ଆର୍ଟ ମାଧ୍ୟମରେ। ଆସନ୍ତୁ ଶୁଣିବା ତାଙ୍କ ମନର କଥା। ପରିଚୟ। ମୋ ନାଁ ଜ୍ୟୋତିଷ କୁମାର ସାହୁ। ମୁଁ ଜଣେ ଭିଜୁଆଲ୍ ଆର୍ଟିଷ୍ଟ, ପେଶାରେ ଜଣେ କଳା ଶିକ୍ଷକ, ଆଉ ଭୁବନ ମୋ ଘର। କ'ଣ କେମିତି ମନରେ ଆସିଲା ଆଉ ଏଇ ଜିନିଷକୁ କେତେ ଦିନ ଲାଗିଲା, କ'ଣ ଭେଟି ଦେବାକୁ ଚାହୁଁଛ? ହଁ, ସାରା ଦେଶ ଆଜି ଉତ୍ସବ ମୁଖର, କାହିଁକିନା ବିଭିନ୍ନ ରାଜ୍ୟ ପ୍ରାନ୍ତ ଜିଲ୍ଲା ଗାଁ ପ୍ରତି ଜାଗାରୁ ରାମଲଲାଙ୍କ ପାଇଁ କିଛି ନା କିଛି ଭକ୍ତଟିଏ ତା'ର ଶ୍ରଦ୍ଧା ସହକାରେ ସେ ପଠାଉଛି, ତା'ର ଉପହାର ପଠାଉଛି। କିନ୍ତୁ ମୁଁ ଜଣେ ଆର୍ଟିଷ୍ଟ ହିସାବରେ ମୁଁ ଟିକେ କିଛି ଅଲଗା ଚିନ୍ତା କଲି କି ଭଗବାନଙ୍କର ସୃଷ୍ଟି ତ ସବୁ ଜିନିଷ ସବୁ ତାଙ୍କର, ଏଇ ଫୁଲ ଫଳ ସବୁ ଜିନିଷ ତାଙ୍କର ସୃଷ୍ଟି, କିନ୍ତୁ ଆମେ ତାଙ୍କୁ ବା କ'ଣ ଭେଟିଦେବା। କିନ୍ତୁ କିଛି ସୃଜନଶୀଳତା ଆସିଲା ମନ ଭିତରେ କି ନାହିଁ ମୁଁ ଗୋଟେ ନୂଆ ପ୍ରକାର ନୂଆ ଜିନିଷ କରିବି, ଯେଉଁଟାକି ତାଙ୍କ ପାଇଁ ସେଇଟା ବୋଧହୁଏ ହେବ ଗୋଟେ ଭେଟି, ଗୋଟେ ସୁନ୍ଦର ଭେଟି ହେବ। ତ ଆମ ଭୁବନ ତରଫରୁ ମୁଁ ଚିନ୍ତା କଲି ଯେ ମୋତେ ଗୋଟେ ସ୍ୟାଣ୍ଡ ଆର୍ଟ ଆନିମେସନ୍ ବନେଇବି। ତ ତାଙ୍କର ଷ୍ଟୋରି ଯାହାକି ରାମ ମନ୍ଦିର ପ୍ରଥମେ ତିଆରି ହେଇଥିଲେ, ତାପରେ ଆମର କେମିତି ବାବରି ମସଜିଦ, ତାପରେ ଆସିଗଲା ବିଭିନ୍ନ ସମସ୍ୟା, ଗୋଟେ ବିଭିନ୍ନ ଧର୍ମ ଦୁଇ ଧର୍ମ ଭିତରେ ଆସିଲା, ତାପରେ ଆମର କୋର୍ଟରେ କେସ୍, ତାପରେ ସବୁ ଜିନିଷ ହେଇକି ରାୟ ପ୍ରକାଶ ହେଲା। ବର୍ତ୍ତମାନ ଯିଏକି ଆଜି ଭବ୍ୟ ମନ୍ଦିର ଭାବରେ ଦଣ୍ଡାୟମାନ ହେଇଛି ଅଯୋଧ୍ୟାରେ, ଯାହାକି ସୁନ୍ଦର ଭାବରେ ସମସ୍ତେ ଆମେ ଉତ୍ସାହିତ ହେଇକି ରହିଛୁ କି 22 ଜାନୁଆରୀକୁ କେମିତି ସେ ଉଦ୍ଘାଟନ ହେବ, ଆମେ ସମସ୍ତେ ତା ଅପେକ୍ଷାରେ ରହିଛୁ। ଆଉ ଏଇ ଜିନିଷଟି ରାମଙ୍କ ପାଇଁ ବା ରାମଲାଲାଙ୍କ ପାଇଁ କେମିତି ଯାଇକି ପହଞ୍ଚୁ, ତାଙ୍କ ପାଖରେ ପହଞ୍ଚିଲେ ହୁଏତ ଆମେ ସମସ୍ତେ ଗର୍ବିତ ହେବୁ କି ଆମ ଭୁବନବାସୀ ବହୁତ ଖୁସି ହେବୁ। ଆପଣ ଶୁଣୁଥିଲେ କିଭଳି ଭାବରେ ନିଜ ମନ ତଳର ଅବଦମିତ କୋହକୁ ପରିପ୍ରକାଶ କରୁଛନ୍ତି ସେହି ପୁରାତନ ଯୁଗର ରାମଲାଲାଙ୍କ ଠାରୁ ଆଜିର ଯୁଗରେ ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ପର୍ଯ୍ୟନ୍ତ। ମଝିରେ ବିଧର୍ମୀମାନଙ୍କର ଆକ୍ରମଣ ଆସିଛି, ବାବରି ମସଜିଦ ତିଆରି ହେଇଛି, ପୁଣି କରସେବକମାନେ କିଭଳି ବାବରି ମସଜିଦକୁ ଭାଙ୍ଗିଛନ୍ତି, ରାମଲାଲାଙ୍କର ପ୍ରାଣ ପ୍ରତିଷ୍ଠା ପର୍ଯ୍ୟନ୍ତ ଯେଉଁ ସଂଘର୍ଷ ତାହା ଏହି ସ୍ୟାଣ୍ଡ ଆର୍ଟ ମାଧ୍ୟମରେ ଦର୍ଶାଇଛନ୍ତି এই ଯୁବ ଚିତ୍ରଶିଳ୍ପୀ। ତେଣୁ ଆମର ଭୁବନବାସୀଙ୍କ ତରଫରୁ ଆମେ ମଧ୍ୟ ସେହି ଯୁବ ଚିତ୍ରଶିଳ୍ପୀଙ୍କୁ ଧନ୍ୟବାଦ ଦେଉଛୁ।